ସେମିତି ଫେକ୍ ଆଲିଗେସନ ଲଗାଉ ସେ ଝିଅ ଗୁଡାକ ଲଗାଉଛନ୍ତି। ଆଉ ଦେନ୍ ସେ ଦି ଜଣ ଝିଅଙ୍କର କଥା ବି ଠିକ ନାହିଁ। ଆପଣ ଟିକେ ଯଦି ଗୌର କରିବେ ଦି ଜଣଙ୍କର କଥା ଠିକ ନାହିଁ। ଆପଣ ତାକୁ ଆଣନ୍ତୁ କଷ୍ଟରେ ବସାନ୍ତୁ ଆଉ ପଚାରନ୍ତୁ କାହିଁକି ସେଠି ଭିତରେ ଏତେ ଲେଟ୍ ହେଇଗଲାଣି ଯେହେତୁ ସେ ଶିଖେଇ ଯାଇଥିବ ତାଙ୍କୁ ସେମାନେ ରିଟର୍ନ କଥାବାର୍ତ୍ତା ଏପଟ ସେପଟ କରୁଥିବେ। ଆପଣ ଯଦି ଚାହିଁବେ ପୂର୍ବ ଭିଡିଓ ଆଉ ଏଇ ଭିଡିଓ ଚାହିଁବେ ଦେଖିପାରିବେ ସେମାନଙ୍କ କଥାବାର୍ତ୍ତା ଠିକ ନାହିଁ ଝିଅ। ତ ଆପଣ ଭାବୁଛନ୍ତି ଯେ ଯାହା ଦୁଇ ଜଣ ପୀଡ଼ିତା ଅଭିଯୋଗ କରୁଛନ୍ତି ସେ ଅଭିଯୋଗରେ ସତ୍ୟତା ନାହିଁ ବୋଲି ଆପଣ ନା ସତ୍ୟତା ନାହିଁ, ସତ୍ୟତା ନାହିଁ। କାହିଁକି ଆପଣ ଭାବୁଛନ୍ତି? କାହିଁକିନା ସେ ଲୋକକୁ ଆମେ ଏତିକି ଜାଣିଛୁ ସେ ଏମିତି ରେପ୍ ଦିନ 11ଟାରେ ଇଏ ହଁ ଆମେ ଭାବୁଛୁ ଗାଡି ବାଡେଇ ହେଇଛି କି ତାକୁ ରାଗରେ ବାଡେଇଛି ଏଇଟା ହେଇଯାଇପାରେ କିନ୍ତୁ ସେ ରେପ୍ ଆଉ ଏଇଟାକୁ ଆମେ ବିଶ୍ୱାସ କରିବୁନି। ଯେତେ ରେଲି ଆମେ ବିଶ୍ୱାସ କରିବୁନି କାହିଁକିନା ଆମେ ସେତିକି ଜାଣିଛୁ। କିନ୍ତୁ ସୌମ୍ୟଙ୍କ ସାଙ୍ଗରେ ତାଙ୍କର ଯୋଉ ସାଙ୍ଗ ସେଦିନ ଯାଇଥିଲେ ଗାଡିରେ ସିଏ ତ କହୁଛନ୍ତି ଯେ ଓଭରଡୋଜ ଦେଇଗଲେ ଷ୍ଟେରଏଡ୍ ଏବଂ ସେ ଅନୟୁଜୁଆଲ ଗୋଟେ ବିହେଭ କଲେ ଏବଂ ସେ ଝିଅକୁ ଯାଇକି ଆଗେ ସେ ଧରି ନେବା ଏବଂ ତାକୁ ଯୋଉଭଳି ଭାବରେ ଅସଦାଚରଣ କରିବା ଏକଥା କହୁଛନ୍ତି ସେ। ଦେଖନ୍ତୁ ଆମେ ତ ଦେଖିନେ ସେ ଜାଗାରେ ଆମେ ତ ନଥିଲେ କି ସେଇ ଭିଡିଓ ତ ଆମେ ତ ଦେଖିବାକୁ ପାଇନି। ସେଟା ଲୋକଙ୍କର ଲୋକ କଥା ବି ହେଇଯାଇପାରେ। ଯେତିକି ଆମେ ଆମ ସାଙ୍ଗକୁ ସେତିକି ଜାଣିଛୁ ବୋଲି ତ ଆମେ ସେତିକି କହିପାରୁଛୁ ନା ଏମିତି ହେଇନଥିବ ବୋଲି। ଲୋକ କଥାରେ ବିଶ୍ୱାସ କରିବା